Hello everyone, welcome to ଓଡ଼ିଆ ସାହିତ୍ୟ ରିଭ୍ୟୁ। ତ ଆମେ ଗତକାଲି ପଢ଼ିଥିଲେ ଭାଷାର ସଂଜ୍ଞା, ସ୍ୱରୂପ, ପ୍ରକାରଭେଦର ସମ୍ପର୍କରେ। ଆଜି ମଧ୍ୟ ସେଇ ଭାଷା ସମ୍ପର୍କରେ ଆଲୋଚନା କରିବା। ତେବେ କାଲି ଆମେ କାହିଁକି ଭାବନାର ଯେକୌଣସି ଅଭିବ୍ୟକ୍ତିକୁ ଭାଷା କୁହାଯିବ ନାହିଁ ବୋଲି ଆଲୋଚନା କରିଥିଲେ। ଆଜି ଆମେ ଭାଷାର ବିଭିନ୍ନ ସଂଜ୍ଞା ସମ୍ପର୍କରେ ଆଲୋଚନା କରିବା। ଯେଉଁ ବିଦେଶୀ ମାନଙ୍କର ମତ କଣ ସବୁ ରହିଛି ତାହା ସମ୍ପର୍କରେ। ପ୍ରଥମେ ଦେଖିବା ଏନସାଇକ୍ଲୋପିଡିଆ ବ୍ରିଟିକାନାରେ ଆମର ଭାଷା ସମ୍ପର୍କରେ କଣ ଲେଖାଯାଇଛି। Language may be defined as an arbitrary system of vocal symbols by means of which human beings as members of a social group and participant in culture interact and communicate. ଏନସାଇକ୍ଲୋପିଡିଆ ବ୍ରିଟିକାନାରେ ସେଇଭଳି ଆରିଷ୍ଟୋଟଲ କଣ କହିଛନ୍ତି ନା ଆରିଷ୍ଟୋଟଲ କହିଛନ୍ତି ଦି ପୋଏଟିକ୍ସ ବୁକ୍ ରୁ ଏଟା ଉଦ୍ଧାର କରାଯାଇଛି। ଦି ପୋଏଟିକ୍ସ ବୁକ୍ ରୁ ସେ କହିଛନ୍ତି କଣ, ସ୍ପିଚ୍ ଇଜ ଦ ରିପ୍ରେଜେଣ୍ଟେସନ ଅଫ ଏକ୍ସପିରିଏନ୍ସ ଅଫ ମାଇଣ୍ଡ। ଇଏ କହିଲେ କଣ ନା ସ୍ପିଚ୍ ଇଜ ଦ ରିପ୍ରେଜେଣ୍ଟେସନ ଅଫ ଏକ୍ସପିରିଏନ୍ସ ଅଫ ମାଇଣ୍ଡ। ମାନେ ଆମେ ଯାହା କହୁଛେ ତାହା ହଉଛି କଣ, ଆମ ମାଇଣ୍ଡର, ଆମ ମୁଣ୍ଡର ବା ଆମ ମସ୍ତିଷ୍କର କଣ ଘଟୁଛି ତାହାର ରିପ୍ରେଜେଣ୍ଟେସନ। ସେଇଭଳି ଆମର ବର୍ନାର୍ଡ ବ୍ଲୋଚ୍ ଏବଂ ଜି.ଏଲ. ଟ୍ରାଗର ସେ କହିଛନ୍ତି କଣ ନା ଆଉଟଲାଇନ ଅଫ ଲାଙ୍ଗୁଏଜ ଆନାଲିସିସ୍, ଏଇ ବୁକ୍ ରୁ ଏଇଟା ଆସିଛି। ସେ କହିଛନ୍ତି ଲାଙ୍ଗୁଏଜ ଇଜ ଅ ସିଷ୍ଟମ୍ସ ଅଫ ଆର୍ବିଟ୍ରାରି ଭୋକାଲ ସିମ୍ବଲ୍ସ ବାଇ ମିନ୍ସ ଅଫ ହ୍ୱିଚ ଏ ସୋସିଆଲ ଗ୍ରୁପ କୋଅପରେସନ୍ସ। ସେଇଭଳି ଆମର ଇଏ ରହିଲେ କିଏ ନା ବର୍ନାର୍ଡ ବ୍ଲୋଚ୍ ଆଣ୍ଡ ଜି.ଏଲ. ଟ୍ରାଗର। ସେଇଭଳି ଆମର କହିଛନ୍ତି ଆଉ କିଏ ନା ଲିଓନାର୍ଡ କଣ କହିଛନ୍ତି, ଲାଙ୍ଗୁଏଜ ବୁକ୍ ରୁ ଏଇଟା ଆସିଛି। ଦ ଟୋଟାଲି ଅଫ ଦ openness that can be made in a speech community is the language of that speech community. ସେଇଭଳି ଆମର ନମ୍ ଚସ୍କି କଣ କହିଛନ୍ତି, ସେ କହିଛନ୍ତି ଯେ ଆମର ଲାଙ୍ଗୁଏଜ ଆଣ୍ଡ ମାଇଣ୍ଡ ବୁକ୍ ରୁ ଏଇଟା ଆସିଛି। ଏଇ କୋଡଟା ଉଦ୍ଧାର କରାଯାଇଛି। when we study human language we are approaching what some might call human essence, the distinctive quality of mind that are so far as we know unique to human। ଏଇଭଳି ଭାବରେ ଯେତେ ଜଣ ଏଠି ଆମର ଏଡୱାର୍ଡ ସ୍ପେର ଏ ଲାଙ୍ଗୁଏଜ ବୁକ୍ ରେ ତାଙ୍କର ଗୋଟେ କୋଡଟା ଉଦ୍ଧାର କରାଯାଇଛି। ସେଇଭଳି WD ଲାଙ୍ଗୁଏଜ ଆଣ୍ଡ ଷ୍ଟଡି ଲାଙ୍ଗୁଏଜ ରୁ ଏଇ ଯେତେ ଜଣ ଅଛନ୍ତି ସମସ୍ତେ କିଛି ନା କିଛି ମତ ପ୍ରଦାନ କରିଛନ୍ତି। କାହା ବିଷୟରେ ନା ଆମର ଭାଷାର ସଂଜ୍ଞା ସମ୍ପର୍କରେ। ତେବେ ଆଉ କଣ ଦେଖିବା ନା ଆଉ ଭାରତୀୟ କିଏ କଣ ସବୁ କହିଛନ୍ତି। ଭାରତୀୟ ଭିତରେ ଡକ୍ଟର ଜାଣିଥିବେ ତମାନେ ଯେ ବିଶିଷ୍ଟ ଭାଷାବିଦ ଓଡ଼ିଶାର ଡକ୍ଟର ଗୋଲକ ବିହାରୀ ଧଳ। ସେ କଣ କହିଛନ୍ତି, ତାଙ୍କର ଧ୍ୱନି ବିଜ୍ଞାନ ପୁସ୍ତକ, ଭାଷା ମନୁଷ୍ୟର ମୁଖ ନିଃସୃତ ଧ୍ୱନି ମାନଙ୍କର ଏକ ନିୟମାବଦ୍ଧ ପଦ୍ଧତି ଯାହା ସାହାଯ୍ୟରେ ଏକ ଭାଷା ସମୁଦାୟ ଅନ୍ତର୍ଗତ ସମସ୍ତ ବ୍ୟକ୍ତି ଆପଣା ମଧ୍ୟରେ ବାର୍ତ୍ତା ବିନିମୟ କରି ସାମାଜିକ ଜୀବନ ଯାପନ କରନ୍ତି। ଭାଷା କେତେକ ଧ୍ୱନି ପରମ୍ପରା ବ୍ୟତିରେକ ଅନ୍ୟ କିଛି ନୁହେଁ। ଏହି ଧ୍ୱନି ମାନଙ୍କର ସୃଷ୍ଟି ପାଇଁ ବାକ୍ଯନ୍ତ୍ରର ବିଭିନ୍ନ ଅଂଶ ନାନା ଭାବରେ ବ୍ୟବହୃତ ହୋଇଥାଏ। ଆମେ ଜାଣିଛେ ଆମର ମୁଖ ଗହ୍ୱରରେ
ବାକ୍ଯନ୍ତ୍ର ଗୋଟିଏ ରହିଛି। ସେଇ ବାକ୍ଯନ୍ତ୍ର ସାହାଯ୍ୟରେ ହିଁ ତ ଆମେମାନେ ଭାଷା ଆଦାନ ପ୍ରଦାନ କରୁଛେ। ଆମେ ଭାଷା କହୁଛେ କାହା ସାହାଯ୍ୟରେ? ବାକ୍ଯନ୍ତ୍ର ସାହାଯ୍ୟରେ। ତେଣୁ ଏଠି ଗୋଲକ ବିହାରୀ ଉଦ୍ଧଳଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଭାଷା ହେଉଛି ମନୁଷ୍ୟର ମୁଖ ନିଃସୃତ ଧ୍ୱନିମାନଙ୍କର ଗୋଟିଏ ନିୟମାବଦ୍ଧ ପଦ୍ଧତି। ସେଇଭଳି ବାସୁଦେବ ସାହୁକୁ ଆମେ ଜାଣିଛେ। ବାସୁଦେବ ସାହୁ କଣ କହିଛନ୍ତି ନା ଆମର ବାସୁଦେବ ସାହୁ ବିଶିଷ୍ଟ ଭାଷାବିତ୍। ତାଙ୍କର ମଧ୍ୟ ଦୁଇଟି ମୁଖ୍ୟତଃ ଦୁଇଟି ପୁସ୍ତକ ଆମେ ଭାଷାର ଦେଖିବାକୁ ପାଇଥାଏ। କଣ କଣ ତମେ ନିଶ୍ଚିତ ଭାବରେ ଜାଣିଥିବ ଯେ ଦିଟା ପୁସ୍ତକ ହେଉଛି, ଗୋଟିଏ ହେଉଛି କଣ ନା ଭାଷା ବିଜ୍ଞାନର ରୂପରେଖ, ଅନ୍ୟଟି ହେଉଛି କଣ ନା ଅନ୍ୟଟି ହେଉଛି ଆମର ଓଡ଼ିଆ ଭାଷାର ଉନ୍ମେଷ। ହେଲା, ସେ ମଧ୍ୟ ଏହି ଭାଷା ସମ୍ପର୍କରେ ତାଙ୍କର ମତ ଦେଇଛନ୍ତି। ସେଭଳି ଗୋପୀନାଥ ନନ୍ଦ ଶର୍ମା ମଧ୍ୟ ମତ ଦେଇଛନ୍ତି। ପାଣିନି ମଧ୍ୟ ମତ ଦେଇଛନ୍ତି। ପାଣିନି ବି ଭାରତୀୟ। ପାଣିନି କଣ କହିଛନ୍ତି ନା ଭାଷ ବ୍ୟକ୍ତାୟାମ ବାଚି ଧାତୁ ପାଠରେ। ସେଇଭଳି ପତଞ୍ଜଳି ମଧ୍ୟ ମତ ଦେଇଛନ୍ତି। ବକ୍ତା ବାଚି ବର୍ଣ୍ଣାଜେସା ତେ ଇମ ବ୍ୟକ୍ତ ବାଚଃ। ସେଇଭଳି କପିଳ ମୁନି ମଧ୍ୟ ମତ ଦେଇଛନ୍ତି। ସ୍ଫୁଟ ବାକ୍କରଣୋପାତୋ ଭାବାଭିବ୍ୟକ୍ତି ସାଧକଃ ସଂକିତିତୋ ଧ୍ୱନିପ୍ରାତା ସା ଭାଷ୍ୟତ୍ୟୁଚେ ବୁଧାଃ। ଇଏ ରହିଲା ଆମର ଯେଉଁ ଭାରତୀୟ ଭାଷାବିତ୍ ମାନେ ଭାଷା ସମ୍ପର୍କରେ ତାଙ୍କର ନିଜ ନିଜର ମତକୁ ପ୍ରଦାନ କରିଛନ୍ତି। ତାଙ୍କର ଏଇଭଳି ବିଭିନ୍ନ ପ୍ରକାର ମତକୁ ଗ୍ରହଣ କରିବା। ତେବେ ଭାଷା କଣ ଆମେ ଜାଣିଲେ? ଭାରତୀୟ ଭାଷାବିତ୍ ଏବଂ ବିଦେଶୀ ଭାଷାବିତ୍ ମାନଙ୍କ ମତରେ ଭାଷାର ସମ୍ପର୍କରେ ମଧ୍ୟ ଭାଷାର ସଂଜ୍ଞା ସମ୍ପର୍କରେ ମଧ୍ୟ ଆମେ ଜାଣିଲେ। ଏବେ ଆଗକୁ ଯିବା। ତେବେ ଭାଷା କାହାର? ଗୋଟେ ମନରେ ପ୍ରଶ୍ନ ଆସେ, ଭାଷା କାହାର? ଭାଷା କାହା ପାଇଁ? ଭାଷା କଣ ବ୍ୟକ୍ତିର ନା ସମାଜର? ଇଏ ଗୋଟେ ବଡ ପ୍ରଶ୍ନବାଚୀ। ତେବେ ଭାଷା କାହାର? ଭାଷାର ହେଉଛି କାହାର ନା ମନୁଷ୍ୟ ସମାଜ ଗଠନ ହେବା ପରେ ଯେଉଁ ବ୍ୟକ୍ତି ବା ବ୍ୟକ୍ତି ସମୂହ ପାଖରେ ନିଜର ଭାବକୁ ପ୍ରକାଶ କରିବା ପାଇଁ ବ୍ୟାକୁଳ ହେଉଥିଲା ଏଇ ମନୁଷ୍ୟ, ସେତେବେଳେ ସମାଜ ଗଠନ ନ ହୋଇଥିଲେ ଭାଷାର କୌଣସି ଆବଶ୍ୟକତା ଅନୁଭୂତ ହୋଇନଥାନ୍ତା। ଯଦି ସମାଜ ନଥାନ୍ତା ତାହେଲେ ଭାଷାର ବି କୌଣସି ଆବଶ୍ୟକତା ନଥାନ୍ତା। ସମାଜ ଅଛି ବୋଲି ତ ଭାଷା ଅଛି। ସମାଜ ଅଛି ବୋଲି ଭାଷା ଆଜି ବଞ୍ଚିକରି ରହିଛି। ଯଦି ଗୋଟିଏ ସମାଜ ମରିଯିବ ତେବେ ଭାଷା ମଧ୍ୟ ମରିଯାଇପାରେ। ଭାଷାକୁ ବଞ୍ଚେଇ ରଖିବାର ଗୋଟିଏ ମାତ୍ର ଉଦ୍ୟମ ଯଦି ଆମେ ଦେଖିବା ତେବେ ତାହା ହେଉଛି ସମାଜ। ସମାଜ କିଭଳି ଭାବରେ ବଞ୍ଚିବ? ସମାଜରେ ବସବାସ କରୁଥିବା ବ୍ୟକ୍ତିମାନେ କିଭଳି ଭାବରେ ବଞ୍ଚିବେ? ଏବଂ ଏଇ ସବୁ ହେଲେ ହିଁ ଭାଷାଟିଏ ବଞ୍ଚି ରହିବ। ବୁଝିହେଲା? ତେବେ ଭାଷା କାହା ପାଇଁ? ଭାଷା କାହା ପାଇଁ? ଭାଷା ହେଉଛି ଗୋଟେ ଯଦି ଆମେ ଦେଖିବା ନିର୍ଦ୍ଦିଷ୍ଟ ସ୍ଥାନର, ନିର୍ଦ୍ଦିଷ୍ଟ ସମାଜର ଯେଉଁ ବ୍ୟକ୍ତିମାନେ ଭାଷା ସୃଷ୍ଟି କଲେ ସେହି ସମାଜର ଭାଷା ଭାବରେ ହିଁ ତାହା ପ୍ରଚଳିତ ହେଲା। ତେବେ ଭାଷା ହେଉଛି କାହାର ନା ଭାଷା ହେଉଛି ସମାଜର। ଭାଷା ସମାଜ ଦ୍ୱାରା ହିଁ ସୃଷ୍ଟି। ପୂର୍ବରୁ ଯାହା କହିଲି ଯେ ଗୋଟିଏ ବ୍ୟକ୍ତି ବିଶେଷ ହେଉ ବା ବ୍ୟକ୍ତି ସମୂହ ହେଉ, ତାଙ୍କର ମନରେ ଯାହା ଚିନ୍ତା କରନ୍ତି, ଯେଉଁ ଧ୍ୱନିକୁ ଚିନ୍ତା କରନ୍ତି, ଯେ ପର୍ଯ୍ୟନ୍ତ ତାହା ଗୋଟିଏ ସମାଜରେ ବ୍ୟବହୃତ ନ ହୋଇଛି ତାହା ସେ ପର୍ଯ୍ୟନ୍ତ ଭାଷା ଭାବରେ ପରିଗଣିତ ହୋଇପାରିବ ନାହିଁ।
ଆମେ ଦେଖିବା ଗୋଟିଏ ସମାଜରେ ନିର୍ଦ୍ଦିଷ୍ଟ ପ୍ରକାର ଭାଷା ବ୍ୟବହାର ହେଉଛି। ଆମେ କଟକରେ ଗୋଟେ ପ୍ରକାର ଭାଷା ପାଇବା, ଭାଷାର ଅନ୍ୟ ଏକ ରୂପ ପାଇବା ପଶ୍ଚିମ ଓଡ଼ିଶାରେ, ଯଦି ସେଇଭଳି ଭାବରେ ଅନ୍ୟ ଏକ ରୂପ ପାଇବା ବାଲେଶ୍ୱର ପଟରେ, ତ ଅନ୍ୟ ଏକ ରୂପ ପାଇବା ଆମର ଦକ୍ଷିଣ ଓଡ଼ିଶାରେ। ତାପରେ ମଧ୍ୟ କଟକର ସହରରେ ଯେଉଁ ଭାଷାର ବ୍ୟବହାର ହେଉଛି, ଗାଁରେ ତାଠୁ ଟିକେ ନିର୍ଦ୍ଦିଷ୍ଟ ଭାବରେ ଅଲଗା ଭାଷାର ବ୍ୟବହାର ହେଉଛି। ସମାନ ଶବ୍ଦ ତ କେବେ ହେଲେ ରହିବନି, ସମାନ ବାକ୍ୟ ତ କେବେ ହେଲେ ରହିବନି, ସମାନ ଉଚ୍ଚାରଣ ତ କେବେ ହେଲେ ରହିବନି। ତେବେ ଭାଷା ନିଶ୍ଚିତ ଭାବରେ ପରିବର୍ତ୍ତନଶୀଳ, ଭାଷା ନିଶ୍ଚିତ ଭାବରେ ଗୋଟିଏ ସମାଜ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଦରକାର, ଭାଷା ଗୋଟେ ସମାଜରେ ପ୍ରଚଳିତ ଥିବା ଦରକାର। ତାହେଲେ ଯାଇକି ସେଇଟା ଗୋଟିଏ ଭାଷା ଭାବରେ ପରିଗଣିତ ହୋଇପାରିବ। ତେବେ ଭାଷା କଣ ବ୍ୟକ୍ତିର ନା ସମାଜର? ବା ବ୍ୟକ୍ତି ପାଇଁ ଭାଷା ଜଣେ ବ୍ୟକ୍ତି ପାଇଁ ନୁହେଁ, ପୂର୍ବରୁ ମଧ୍ୟ କହିଲି ଭାଷା ଗୋଟିଏ ବ୍ୟକ୍ତି ପାଇଁ ନୁହେଁ, ଭାଷା ହେଉଛି ଗୋଟିଏ ସମାଜ ପାଇଁ। ଯେପରି ଗୋଟିଏ ବ୍ୟକ୍ତି କଣ ଗୋଟିଏ ଭାଷା ବ୍ୟବହାର କରିଦେଲେ, ଯଦି ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗାଳୀ, ତେଲୁଗୁ ଯାହା ଅଛି ତାକୁ ମିଶେଇକି ଯଦି ଗୋଟିଏ ଭାଷା ପ୍ରସ୍ତୁତ କରିଦିଆଯାଏ, ଗୋଟିଏ ବ୍ୟକ୍ତି ତାର ବ୍ୟବହାର କରେ, ତାହା କଣ ଭାଷା ଭାବରେ ପରିଗଣିତ ହୋଇପାରିବ କି? ନା, କେବେ ନୁହେଁ। କାହିଁକି ନା ଯେ ପର୍ଯ୍ୟନ୍ତ ତାହା ସ୍ୱୀକୃତି ପାଇନାହିଁ, ଯେ ପର୍ଯ୍ୟନ୍ତ ତାହା ସ୍ୱୀକୃତି ପାଇନାହିଁ, ଗୋଟିଏ ସମାଜ ଦ୍ୱାରା, ଗୋଟିଏ ଗୋଷ୍ଠୀ ଦ୍ୱାରା, ସମ୍ପୂର୍ଣ୍ଣ ଗୋଷ୍ଠୀର ଲୋକ ଯେ ପର୍ଯ୍ୟନ୍ତ ତାହାର ସେଇ ଭାଷାର ବ୍ୟବହାର କରିନାହାନ୍ତି, ସେ ପର୍ଯ୍ୟନ୍ତ ଭାଷା କେବେ ହେଲେ ଭାଷାର ମାନ୍ୟତା ପାଇବ ନାହିଁ। ସେଇ ପ୍ରକାର ଭାଷା ବୁଝିହେଲା? ଆଗକୁ ଯିବା। ତେବେ ଭାଷାର ସ୍ୱରୂପ କଣ? ଭାଷାର ସ୍ୱରୂପ କଣ? ନା ସ୍ୱରୂପ ବା ନିଜ ରୂପ। ଭାଷାର ସ୍ୱରୂପ ଗୁଡାକ କଣ ହେଇପାରେ? ନା ଏଥିରେ ଆସିବ କଣ? ନା ବିଭିନ୍ନ ପ୍ରକାରର ଲକ୍ଷଣ ଆସିବ, ପ୍ରେରଣ ଗ୍ରହଣରେ ପାରସ୍ପରିକ ପରିବର୍ତ୍ତନୀୟତା ଆସିବ, ବିଶେଷୀକରଣ ଆସିବ, ଅବିଦ୍ୟମାନତା ଆସିବ, ବିଦ୍ୟମାନତା ଆସିବ, ଯାଦୃଚ୍ଛିକତା ଆସିବ, ଦ୍ୱୈତତା, ଉତ୍ପାଦନ କ୍ଷମତା, ସାଂସ୍କୃତିକ ସଂଶ୍ଳେଷଣ ବା ପ୍ରବାହନ ମଧ୍ୟ ଆସିବ। ତେବେ ବିଭିନ୍ନ ଲକ୍ଷଣ ସବୁ କଣ? ନା ମାନବର ଭାଷାରେ ଏପରି କେତେକ ନିର୍ଦ୍ଦିଷ୍ଟ ବିଶିଷ୍ଟ ଲକ୍ଷଣ ଲକ୍ଷ୍ୟ କରିବାକୁ ମିଳେ, ଯାହା ମାନବତର ପ୍ରାଣୀମାନଙ୍କର ଧ୍ୱନିରେ ଆଦୌ ସମ୍ଭବ ନୁହେଁ। ଯେଉଁ ପ୍ରଫେସର ରବର୍ଟ ଏ ହେଲ୍ ଏବଂ C.A. ହକେଟ୍ ମାନବ ଓ ମାନବେତର ପ୍ରାଣୀମାନଙ୍କର ତୁଳନାତ୍ମକ ଅଧ୍ୟୟନ କାଳରେ ମନୁଷ୍ୟ ଭାଷାର ବିଶିଷ୍ଟ ଲକ୍ଷଣ ଗୁଡିକ ସନ୍ଧାନ କରିଥିଲେ। ବୁଝିହେଲା? ଏବଂ ଦିଟା ବହି କଥା ଏଠି କହିବି, ନୋଟ କରୁଥିବ। ଦିଟା ବହି, ଗୋଟିଏ ହଉଛି ପ୍ରଫେସର ହଲଙ୍କର ଇଣ୍ଟ୍ରୋଡକ୍ଟରୀ ଲାଙ୍ଗୁଏଜ ଏବଂ ହକେଟଙ୍କର 7 କ୍ୟାରେକ୍ଟରିଷ୍ଟିକ୍ସ ଅଫ ହ୍ୟୁମାନ ଲାଙ୍ଗୁଏଜ। ଏ ଦୁଇଟା ଗ୍ରନ୍ଥରେ ଏଇ ଭାଷାର ସ୍ୱରୂପ ସମ୍ପର୍କରେ ଗବେଷଣାତ୍ମକ ଆଲୋଚନା କରୁଛନ୍ତି। ତେବେ ଭାଷାର ବିଭିନ୍ନ ଲକ୍ଷଣ କଣ କଣ ହେଇପାରେ? ଭାଷାର ବିଭିନ୍ନ ଲକ୍ଷଣ ଭିତରେ ଆସୁଛି କଣ? ପ୍ରେରଣ ଆଉ ଗ୍ରହଣରେ ପାରସ୍ପରିକ ପରିବର୍ତ୍ତନୀୟତା ବା ବିନିମୟତା। ପ୍ରେରଣ ଆଉ ଗ୍ରହଣ କଣ? ଜଣେ ନିଶ୍ଚିତ ଭାବରେ ପ୍ରେରଣ। କିଏ ପ୍ରେରଣ କରିବ? ବକ୍ତା ପ୍ରେରଣ କରିବ। କିଏ ଗ୍ରହଣ କରିବ? ନା ଗୋଟେ ଶ୍ରୋତା ଗ୍ରହଣ କରିବ। ଦୁଇଟି, ବକ୍ତା ପକ୍ଷ ଏବଂ ଶ୍ରୋତା ପକ୍ଷ। ମାନବୀୟ ଭାଷାରେ ପ୍ରେରଣ ଆଉ ଗ୍ରହଣ ଉଭୟ କ୍ଷମତା ରହିଛି। ଜଣେ ଗ୍ରହଣ ମଧ୍ୟ କରିପାରିବ, ପ୍ରେରଣ ମଧ୍ୟ କରିପାରିବ। ଦୁଇଟି କ୍ଷମତା ରହିଛି। ବକ୍ତା ଯେତେବେଳେ ତାର ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ସମାଜର ଅନ୍ୟ ବ୍ୟକ୍ତିମାନଙ୍କ ପାଖରେ ବା କୌଣସି ବ୍ୟକ୍ତିଙ୍କର ଗୋଷ୍ଠୀ ପାଖରେ, ବ୍ୟକ୍ତିବର୍ଗଙ୍କ ନିକଟରେ ପ୍ରେରଣ କରେ ଏବଂ ଅନ୍ୟ ବ୍ୟକ୍ତି ଓ ବ୍ୟକ୍ତିବର୍ଗଙ୍କ ଦ୍ୱାରା ତାର ଯେଉଁ ଦ୍ୱାରା ପ୍ରେରିତ ବା ସିଏ ଯାହା ପ୍ରେରଣ କଲା ତାହାକୁ ଯେତେବେଳେ ସେଇ ଚିନ୍ତାଧାରାକୁ ଯେତେବେଳେ ଗ୍ରହଣ କରିଥାନ୍ତି, ସେଇଠି ପ୍ରଥମ ବ୍ୟକ୍ତି ପ୍ରଥମେ ବକ୍ତା,
ତାପରେ ଶ୍ରୋତା। ସେଇଭଳି ଭାବରେ ଯେଉଁ ଶ୍ରୋତା ମାନେ ପ୍ରଥମେ ଶ୍ରୋତା ତାପରେ ନିରବଚ୍ଛିନ୍ନ ଭାବରେ ସେମାନେ ହେଉଛନ୍ତି ବକ୍ତା। ଏଇଭଳି ଭାବରେ କଥୋପକଥନ ଶୈଳୀରେ ଭାଷାର କଣ ହୋଇଥାଏ ନା ପରିବର୍ତ୍ତନୀୟତା ବିନିମୟତା ଲାଗି କରି ରହିଥାଏ। ତେବେ କେବଳ ମନୁଷ୍ୟ ଛଡା ଅନ୍ୟ କୌଣସି ପ୍ରାଣୀ ମାନଙ୍କ ପାଖରେ ସେ ଶକ୍ତି ନାହିଁ ଯେ ଭାଷାର ବିନିମୟ କରିପାରିବେ। ହେଲା, ବୁଝିହେଲା। ତାପରେ ଆସିବା ବିଶେଷୀକରଣ ପାଖ। ବିଶେଷୀକରଣ କଣ ନା ବା ସ୍ପେଶାଲାଇଜେସନ ଯାହାକୁ ଆମେ କହୁଛେ। ବିଶେଷୀକରଣ କଣ ନା ପ୍ରତ୍ୟେକ ଭାଷାର ସ୍ୱକୀୟ ସ୍ୱତନ୍ତ୍ର ପଦ୍ଧତି ରହିଛି। ନିର୍ଦ୍ଦିଷ୍ଟ ଭାବରେ ପ୍ରତ୍ୟେକ ଭାଷା ଯେକୌଣସି ଭାଷା ଆମେ ଦେଖିନେବା ତାର ନିର୍ଦ୍ଦିଷ୍ଟ ଭାବରେ ସ୍ୱତନ୍ତ୍ର ପଦ୍ଧତି ରହିଛି। ସେଇ ପଦ୍ଧତି ଦ୍ୱାରା ବା ସେହି ପଦ୍ଧତି ଗୁଡ଼ିକୁ ଅନୁସରଣ କରି ସେଇ ପଦ୍ଧତିର ବିଶେଷତ୍ୱକୁ ଦେଖି ଅନ୍ୟ ଭାଷାଠାରୁ ତାହା ପୃଥକ ବୋଲି ଆମେ ଚିହ୍ନି ଯାଇପାରୁ। ଆମେ ଆମ ସାମ୍ନାରେ ଆସିବ ହିନ୍ଦୀ ଭାଷା ଗୋଟିଏ, ଓଡ଼ିଆ ଭାଷା ଗୋଟିଏ। ହିନ୍ଦୀର କିଛିଟା ଅକ୍ଷର ଆମେ ଦେଖିବା, ଓଡ଼ିଆର କିଛିଟା ଅକ୍ଷର ଦେଖିବା ବା ଭାଷା ଦେଖିବା। ହିନ୍ଦୀ ଭାଷାର ଉଚ୍ଚାରଣ ଶୈଳୀ ହେଉ, ହିନ୍ଦୀ ଭାଷାର କଥନ ଶୈଳୀ ହେଉ, ଯାହା ଆମେ ଦେଖିବା ତାହା ଓଡ଼ିଆ ଭାଷା ତୁଳନାରେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ହୋଇଥାଏ। ସେଇଭଳି ଭାବରେ କଣ କଣ ତାକୁ ଭିନ୍ନ କରିଦିଏ ନା ଧ୍ୱନି, ଶବ୍ଦ, ରୂପତତ୍ତ୍ୱ, ବାକ୍ୟ ତତ୍ତ୍ୱ ଏବଂ ଶୈଳୀ। ଇଏ ସବୁ ଗୁଡାକ ଗୋଟିଏ ସ୍ପେଶାଲାଇଜେସନ ଯେକୌଣସି ଭାଷାର ତାର ସ୍ପେସିଫିକ ନିର୍ଦ୍ଦିଷ୍ଟ ଭାବରେ ଅଲଗା ଅଲଗା ତାର ମାନେ ଉଚ୍ଚାରଣ ହଉ, ଶବ୍ଦ ରୂପ, ଧ୍ୱନି ତତ୍ତ୍ୱ, ଶୈଳୀ ଯାହା ବି ଆମେ ଦେଖିବା ସବୁ କିଛି ଅଲଗା ହେଇଥିବ, ସମ୍ପୂର୍ଣ୍ଣ ଭାବରେ ଅଲଗା, କେବେ ହେଲେ ତାହା ମିଶି ପାରିବ ନାହିଁ। ତାପରେ ଆମେ ଦେଖିବା କଣ ନା ବିଦ୍ୟମାନତା ଅବିଦ୍ୟମାନତା। ବିଦ୍ୟମାନତା ଅବିଦ୍ୟମାନତା କଣ ନା ଭାଷା ବସ୍ତୁର ବିଦ୍ୟମାନତା ଓ ଅବିଦ୍ୟମାନତା ଉଭୟକୁ ପ୍ରକଟ କରିପାରେ। କିଭଳି ନା ଗୋଟିଏ ସାଧାରଣ ଉଦାହରଣ ଦେଖିବା, ଜଳଗର୍ଭା ତଟିନୀ ଜଳଶୂନ୍ୟା ତଟିନୀ। ଏଠି କଣ ହଉଛି ନା ବିଦ୍ୟମାନତା ଅବିଦ୍ୟମାନତାର ଦେଖିବା ଉଦାହରଣ। କିଭଳି ନା ଜଳଗର୍ଭା ତଟିନୀର ଅର୍ଥ କଣ, ଏଠାରେ ଜଳର ବିଦ୍ୟମାନତା ପ୍ରକାଶ ପାଉଛି, ଜଳ ଅଛି ବୋଲି ପ୍ରକାଶ ପାଉଛି। ସେଇଭଳି ଜଳଶୂନ୍ୟା ତଟିନୀ, ଏଠାରେ ଜଳର ଶୂନ୍ୟ ବା ଅବିଦ୍ୟମାନତା ଅଛି ବୋଲି ଏଠି ସମ୍ପୂର୍ଣ୍ଣ ଭାବରେ ସୂଚନା ଆମେ ପାଉଛେ। ତେବେ ଜଳର ଅବିଦ୍ୟମାନତା ମଧ୍ୟ ଭାଷା ଦ୍ୱାରା ଜଳ ରୂପ ମନୁଷ୍ୟ ମଧ୍ୟରେ ଉପସ୍ଥାପିତ କରିପାରୁଛି। ସେଇଭଳି ଭାବରେ ଆମେ ଦେଖିବା ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଗୁଣ ରହିଛି ପାପ, ପୁଣ୍ୟ, ଦୟା, କ୍ଷମା, ଘୃଣା ଯାହା ସବୁ ରହିଛି, ଆମର ଭଗବାନ, ଆତ୍ମା, ପରମାତ୍ମା ଏ ସମସ୍ତେ ବିଦ୍ୟମାନତା ଆଉ ଅବିଦ୍ୟମାନତା ମଧ୍ୟରେ ବନ୍ଧା। କିଛି ଜଣ ଆମେ ଯେକୌଣସି ଭାଷା ପ୍ରୟୋଗ କରିବା ସେଥିରେ ବିଦ୍ୟମାନତା ଥାଏ, ଅବିଦ୍ୟମାନତା ବି ଥାଏ। ତାହା ଯାହା ଆମେ ପ୍ରକାଶ କରିବାକୁ ଚାହୁଁଛେ ତାହା ଆମେ ଭାଷା ଦ୍ୱାରା ପ୍ରକାଶ କରୁଛେ। ସେଇ ଭାଷା ଦ୍ୱାରା ହିଁ ବୁଝି ହେବ ତାହା ବିଦ୍ୟମାନ ନା ଅବିଦ୍ୟମାନ। ତାପରେ ଆମେ ଦେଖିବା ଯାଦୃଚ୍ଛିକତା। ଯାଦୃଚ୍ଛିକତା କଣ ନା ଯେକୌଣସି ଭାଷାର ଆରମ୍ଭ କାଳରେ ମାନବ ଦ୍ୱାରା ଉଚ୍ଚାରିତ ଧ୍ୱନି ଥିଲା ଯାଦୃଚ୍ଛିକ। ତେଣୁ ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ପ୍ରକାରର ଧ୍ୱନି ରହିଛି। ସଂସ୍କୃତ ଭାଷାରେ ଅ, ଆ, ହର୍ଷଇ, ଦୀର୍ଘଇ, ଉ, ଉ ଏଇ ସବୁ ଗୁଡାକ ସ୍ୱର ଧ୍ୱନି ଓ କ, ଖ, ଗ, ଘ ଏଇଭଳି ଭାବରେ ବ୍ୟଞ୍ଜନ ଧ୍ୱନି ଥିଲା ବେଳେ ଇଂରାଜୀ ଭାଷାରେ ସ୍ୱର ଧ୍ୱନି ସଂଖ୍ୟା କେତେ ମାତ୍ର 5, ଏ, ଇ, ଆଇ, ଓ, ୟୁ। ଏବଂ ଅନ୍ୟ ଯେଉଁଗୁଡାକ ସବୁ ରହିଲା ସେଗୁଡାକ ହଉଛି ସବୁ ବ୍ୟଞ୍ଜନ ଧ୍ୱନି। ଓଡ଼ିଆ ଭାଷାରେ ଆମେ ଜାଣିଛେ ଅ ଠାରୁ ଅ, ଆ, ହର୍ଷଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ରୁ, ଏ, ଐ, ଓ, ଔ। ଏସବୁ ହଉଛି କଣ ନା ଏସବୁ ହଉଛି ସ୍ୱର ଧ୍ୱନି, ଆମର ସ୍ୱର ବର୍ଣ୍ଣ। ଏବଂ ସ୍ୱର ଧ୍ୱନି ସଂଖ୍ୟା କେତେ ନା ସ୍ୱର ଧ୍ୱନି ସଂଖ୍ୟା ହଉଛି 8। ଶୁଦ୍ଧ ସ୍ୱର ଧ୍ୱନି ସଂଖ୍ୟା କେତେ, ଶୁଦ୍ଧ ସ୍ୱର ଧ୍ୱନି ସଂଖ୍ୟା ହଉଛି 6। ଏଇଟା ଆମେ ସମସ୍ତେ ଅଳ୍ପ ବହୁତ ଜାଣିଛେ। ଆଉ ଗୋଟିଏ
ଦେଖିବା କଣ ନା ଭାଷାର ଲକ୍ଷଣ ଭିତରେ ଦ୍ୱୈତତା ଆସିବ ବା ଡୁଆଲିଟି। ପ୍ରତ୍ୟେକ ଭାଷାରେ ନିଶ୍ଚିତ ଭାବରେ ଧ୍ୱନି ସମଷ୍ଟିର ଦିଟା ତତ୍ଵ ରହିଛି। ଗୋଟେ ହଉଛି କଣ ନା ଅର୍ଥ ତତ୍ଵ, ଗୋଟେ ହଉଛି ସମ୍ବନ୍ଧ ତତ୍ଵ। ଧ୍ୱନି ସମଷ୍ଟି ନିର୍ଦ୍ଦିଷ୍ଟ ରୀତିରେ ସଜ୍ଜିତ ହୋଇ ଏକତ୍ର ଉଚ୍ଚାରିତ ହେଲେ ଯେକୌଣସି ଅର୍ଥ ପ୍ରକାଶ କଲେ ତାହା ଶବ୍ଦରେ ପରିଣତ ହୁଏ। କିନ୍ତୁ କେବଳ ଶବ୍ଦ ଦ୍ୱାରା ତ ବାକ୍ୟ ଗଠିତ ହୋଇପାରିବ ନାହିଁ। ତେଣୁ ଭାଷା ସୃଷ୍ଟି ହୋଇପାରିବ ନାହିଁ। ବାକ୍ୟ ଗଠନ ପାଇଁ ଶବ୍ଦ ପଦରେ ପରିଣତ ହେବା ଆବଶ୍ୟକ। ବାହ୍ୟ ଦୃଷ୍ଟିରେ ଶବ୍ଦ ଓ ପଦ ଅଭିନ୍ନ ମନେ ହେଲେ ହିଁ ଶବ୍ଦ ଓ ପଦ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବରେ ନିଶ୍ଚିତ ପାର୍ଥକ୍ୟ ରହିଛି। ଏ ସବୁ ରହିଲା କଣ ନା ହଁ ଆଉ ଗୋଟେ କଥା, ଅବଶ୍ୟ ଅଯୋଗାତ୍ମକ ବା ଆଇସୋଲେଟିଂ ଭାଷା ମାନଙ୍କରେ ସମ୍ବନ୍ଧ ତତ୍ଵ ପାଇଁ କୌଣସି ଚିହ୍ନ ବା ପ୍ରତ୍ୟୟ ବ୍ୟବହୃତ ହୁଏ ନାହିଁ। ପଦର ସ୍ଥାନ ଅନୁଯାୟୀ ସେଗୁଡିକର ସମ୍ବନ୍ଧ ପଦ ସୂଚିତ ହୋଇଥାଏ। ଏଥିରେ ଦ୍ୱୈତତା ନାହିଁ। କିନ୍ତୁ ଅନ୍ୟ ସମସ୍ତ ଭାଷାରେ ନିଶ୍ଚିତ ଭାବରେ ଧ୍ୱନି ସମଷ୍ଟିର ଦିଟା ତତ୍ଵ ରହିଛି। ନୋଟ କରିଥାଅ, ଗୋଟିଏ ହେଉଛି ଅର୍ଥ ତତ୍ଵ, ଗୋଟିଏ ହେଉଛି ସମ୍ବନ୍ଧ ତତ୍ଵ। କେବଳ ଅଯୋଗାତ୍ମକ ବା ଆଇସୋଲେଟିଂ ଭାଷା ମାନଙ୍କରେ ସମ୍ବନ୍ଧ ତତ୍ଵ ପାଇଁ କୌଣସି ଚିହ୍ନ ବା ପ୍ରତ୍ୟୟ ବ୍ୟବହାର ହୁଏ ନାହିଁ। ଆଗକୁ ଯିବା, ଆଉ ଗୋଟେ ହେଉଛି ପ୍ରଡକ୍ଟିଭିଟି ବା ଉତ୍ପାଦନ କ୍ଷମତା। ଭାଷା ତାହାର ଯୋଉ ଭିତ୍ତି ପୂର୍ବ କାଳରେ ରହିଥିଲା, ଏଥିରେ ନୂତନ ସାମଗ୍ରୀ ଯୁକ୍ତ ହୋଇଥାଏ। ଏହା ଫଳରେ ଭାଷା ଜୀବନ୍ତ, ପ୍ରଚଳିତ, ପ୍ରବାହମାନ, ପରିମାର୍ଜିତ ଏବଂ ପରିବର୍ଦ୍ଧିତ ହୋଇଥାଏ। ଶବ୍ଦର ଆହରଣ, ସ୍ୱାନୁକୂଳ ଆରୋପଣ, ନୂତନ ଶବ୍ଦର ନିର୍ମାଣ, ନୂତନ ଅର୍ଥର ଉଦ୍ଭାବନ, ବାକ୍ୟ ଗଠନର ନବୀକରଣ, ନୂତନ ଶୈଳୀର ପରିବର୍ତ୍ତନ, ଏଇ ସବୁ ହେଉଛି ଭାଷାର ଉତ୍ପାଦନ କ୍ଷମତାର ବିଶେଷ ଭାବରେ ଅଙ୍ଗୀଭୂତ ହୋଇଥାଏ। ଯଦି ଗୋଟିଏ ଭାଷା ନିରନ୍ତର ନୂତନ ସାମଗ୍ରୀ ଯୁକ୍ତ ହେବ ନାହିଁ, ତେବେ ଭାଷା ମୁକ୍ତ ବୋଲି ଆମେ କହିବା। ଭାଷା କେତେବେଳେ ଜୀବନ୍ତ ହୋଇପାରିବ ନା ଯେତେବେଳେ ଭାଷା ଦେହରେ ଅନ୍ୟ ଭାଷା ମାନଙ୍କର ବିଭିନ୍ନ ଶବ୍ଦାବଳୀ ହେଉ, ଯେକୌଣସି ଭାଷାର ଗୋଟିଏ ଗୋଟିଏ ରୂପ ହେଉ ଆସିକି ଯୁକ୍ତ ହେଉଥିବ, ତାହା ସେତେବେଳେ ଯାଇ ଜୀବନ୍ତ ବୋଲି ଜଣା ପଡିବ। ପୁଣି ପ୍ରଚଳିତ କିଭଳି ନା ତାହା ସମାଜ ଦ୍ଵାରା ପ୍ରଚଳନ କରାଯାଉଥିବ, ଗୋଟେ ସମାଜରେ ତାହାର ମାନେ ଗ୍ରହଣୀୟତା ମଧ୍ୟ ଥିବ, ପ୍ରବାହମାନ ଥିବ, ତାହେଲେ ଯାଇ ଭାଷା ପରିମାର୍ଜିତ, ପରିବର୍ଦ୍ଧିତ ହୋଇପାରିବ। ଏବଂ ଶେଷରେ ଦେଖିବା କଣ ନା ସାଂସ୍କୃତିକ ସଂଶ୍ଳେଷଣ ବା ପ୍ରବାହନ। ସାଂସ୍କୃତିକ ସଂଶ୍ଳେଷଣ କଣ ନା ସାଂସ୍କୃତିକ ସଂଶ୍ଳେଷଣ ହେଉଛି ଭାଷା ଉତ୍ତରାଧିକାରୀ ସୂତ୍ରରେ ନୁହେଁ, ଅନୁକରଣ ଓ ଶିକ୍ଷା ଦ୍ୱାରା ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତି ବା ବ୍ୟକ୍ତିବର୍ଗଙ୍କ ପର୍ଯ୍ୟନ୍ତ ଆମର ପରମ୍ପରା କ୍ରମେ ତାହା ପ୍ରଚଳିତ ହୋଇଆସିଛି, ପ୍ରବାହିତ ହୋଇଆସିଛି। ଭାଷା ଯଦି ଉତ୍ତରାଧିକାରୀ ସୂତ୍ରରେ କାହାକୁ ମିଳିଥାନ୍ତା, ତେବେ ତାହା କେବେ ହେଲେ ବଞ୍ଚି ରହିନଥାନ୍ତା। ଭାଷା କାହିଁକି ବଞ୍ଚି ରହିଛି ନା ପରମ୍ପରା କ୍ରମେ ପ୍ରବାହିତ ହୋଇ ଆସୁଛି। ଭାଷାକୁ ଆମେ ଅନୁସରଣ କରୁଛେ। ଆମ ମାତୃଭାଷା ଓଡ଼ିଆ। ଆମେ ଯେତେବେଳେ ଘରେ ଛୋଟବେଳେ ଭାଷା ଯେତେବେଳେ ଶିଖିବା ଆରମ୍ଭ କଲେ, ସେତେବେଳେ ଆମକୁ କଣ ଶିଖାଗଲା? ଆମର ମାତୃଭାଷା ଶିଖାଗଲା। ତାହା ଆମକୁ କଣ ଉତ୍ତରାଧିକାରୀ ସୂତ୍ରରେ ମିଳିଲା କି ନା ତାହାକୁ ଆମେ କଣ କଲେ ନା ଆମକୁ ଯିଏ ଯାହା କହିଲା, ସେତେବେଳେ ଆମକୁ ଶିଖା ଯାଉଥିଲା ଯେତେବେଳେ ଭାଷା, ଆମକୁ ଯିଏ ଯାହା କହିଲା ଆମେ ତାକୁ ଅନୁକରଣ କଲେ, ଶିକ୍ଷା କଲେ, ଯାହା ଫଳରେ ଗୋଟିଏ ବ୍ୟକ୍ତି ପାଖରୁ ଅନ୍ୟ ବ୍ୟକ୍ତି ବା ପର୍ଯ୍ୟନ୍ତ ବା ଅନ୍ୟ କୌଣସି ବ୍ୟକ୍ତି ଠାରୁ ଆମ ପର୍ଯ୍ୟନ୍ତ ତାହା ପହଞ୍ଚି ପାରିଲା। କିଭଳି ଭାବରେ ନା ତାହା ଅନୁକରଣ ଏବଂ ଶିକ୍ଷା ଦ୍ୱାରା ପହଞ୍ଚି ପାରିଲା। ବୁଝିଗଲା? ତେବେ ମନୁଷ୍ୟର ନୂତନ ନୂତନ ଜ୍ଞାନ ଲାଭ କରି ମନୁଷ୍ୟ ନୂତନ ଢଙ୍ଗରେ ଭାଷାକୁ ରୁଦ୍ଧିମନ୍ତ କରିଥାଏ। ପରେ ଆପଣ ଦେଖିବା ନା ଭାଷାର ସ୍ୱରୂପ ଦେଖିବା। ଭାଷାର ସ୍ୱରୂପ କଣ? ପ୍ରଥମତଃ ଭାଷା ହେଉଛି କଣ ନା ଭାଷା ହେଉଛି
ଗୋଟିଏ ମନୁଷ୍ୟକୃତ ଭାଷା ମନୁଷ୍ୟକୃତ ଭାଷା ମାନବର ଅଧିକାରୀ ମଧ୍ୟ କେବଳ ଏହା ମାନବର ଅଧିକାରୀ ଭାଷା ମନୁଷ୍ୟ ବିନା ଅନ୍ୟ କେହି ମଧ୍ୟ ଭାଷାର ବ୍ୟବହାର କରିନଥାନ୍ତୁ ହୁଏତ ଠାର ଭାଷାରେ ହେଇପାରେ କି ଠାର ଦେଇକି ହେଇପାରେ କିମ୍ବା ସ୍ପର୍ଶେନ୍ଦ୍ରିୟ ଦ୍ଵାରା ହେଇପାରେ ଯେକୌଣସି ଉପାୟରେ ଭାଷା ବ୍ୟବହାର ଅନ୍ୟ ମନୁଷ୍ୟ ଇତର ଅନ୍ୟ ପ୍ରାଣୀ ମାନେ କରିଥାଇ ପାରନ୍ତି କିନ୍ତୁ ମନୁଷ୍ୟ ଏକମାତ୍ର ଜୀବ ଯିଏକି ଭାଷାର ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରିଥାଏ ଭାଷା କିଭଳି ଭାବରେ ରହିଛି ନା ସେଥିପାଇଁ କୁହାଯାଇଛି ଇଂରାଜୀରେ ଗୋଟିଏ ଲାଙ୍ଗୁଏଜ ଇଜ ହ୍ୟୁମାନ ଇଟ୍ ଡିଫର୍ସ ଫ୍ରମ୍ ଆନିମାଲ କମ୍ୟୁନିକେସନ ଭାଷା କେବଳ ମନୁଷ୍ୟ ଦ୍ୱାରା ବ୍ୟବହୃତ ହୋଇଥାଏ ପୁଣି ଆଉ କଣ କୁହାଗଲା ନା ଭାଷା ମନୁଷ୍ୟର ବାକ୍ଯନ୍ତ୍ରର ଉଚ୍ଚାରଣକ୍ଷମ ଅବୟବ ମାନଙ୍କ ଦ୍ୱାରା ଉଚ୍ଚାରିତ ବାକ୍ଯନ୍ତ୍ର କାହାର ଅଛି ବାକ୍ଯନ୍ତ୍ର କେବଳ ମନୁଷ୍ୟର ଅଛି ମନୁଷ୍ୟର ବାକ୍ଯନ୍ତ୍ରରେ ଯେଉଁ ଉଚ୍ଚାରିତ ହେଉଛି ଅବୟବ ମାନେ ଯେଉଁ ଭୋକାଲ ମାନେ ଉଚ୍ଚାରିତ ହେଉଛନ୍ତି ବାକ୍ଯନ୍ତ୍ରରେ ତାହା ହେଉଛି ଭାଷା ପୁଣି ଆଉ କଣ କୁହାଗଲା ନା ଭାଷା ସଂରଚନା ମୂଳରେ ମନୁଷ୍ୟର ଚିନ୍ତା ଶକ୍ତି ଏବଂ ଜ୍ଞାନ ରହିଛି ଯଦି ଚିନ୍ତା ଶକ୍ତି ଓ ଜ୍ଞାନ ନଥାନ୍ତା ତେବେ ଇଏ କଣ ସମସ୍ତେ ବ୍ରହ୍ମା ହେଇପାରନ୍ତେ କି ବ୍ରହ୍ମା ବିଳିବିଳେଇଲେ ବେଦ ଆମେ ଶୁଣିଛେ କିନ୍ତୁ ଯଦି ଚିନ୍ତା ଶକ୍ତି ଆଉ ଜ୍ଞାନ ନଥାନ୍ତା ମନୁଷ୍ୟମାନେ ବିଳିବିଳେଇଥାନ୍ତେ ଯାହା ମନକୁ ଆସେ ତାହା କହିଥାନ୍ତେ ତାହା କଣ ଭାଷା ହେଇଯାନ୍ତା କି ତେବେ ମନୁଷ୍ୟର ଚିନ୍ତା ଶକ୍ତି ଏବଂ ଜ୍ଞାନ ଦ୍ୱାରା ହିଁ ଭାଷା ମନୁଷ୍ୟର ଚିନ୍ତା ଶକ୍ତି ଏବଂ ଜ୍ଞାନ ଦ୍ୱାରା ନିହିତ ରହିଛି ପୁଣି ତାପରେ କୁହାଗଲା କଣ ଭାଷା ହେଉଛି ବାକ୍ଯନ୍ତ୍ରର ବିଭିନ୍ନ ଅବୟବ ମାନଙ୍କର ସୃଷ୍ଟ ଧ୍ୱନି ସମଷ୍ଟି ପୂର୍ବରୁ କହିଲେ ବିଭିନ୍ନ ବାକ୍ଯନ୍ତ୍ରର ଯେଉଁ ଅବୟବ ମାନେ ରହିଛନ୍ତି ତାଙ୍କ ଦ୍ୱାରା ଯେଉଁ ଧ୍ୱନି ସୃଷ୍ଟି ହେଉଛି ତାହା ହେଉଛି ଭାଷା ଯାହାକୁ କୁହାଗଲା କଣ ଲାଙ୍ଗୁଏଜ ଇଜ ପ୍ରିଲିମିନାରୀ ଭୋକାଲ এই ଧ୍ୱନି ପ୍ରତୀକ ଗୁଡିକ ବ୍ୟବସ୍ଥିତ ବ୍ୟବସ୍ଥାରେ ସଜ୍ଜିତ ଧ୍ୱନି ପ୍ରତୀକ ଗୁଡିକ ଯାହାକୁ ଆମେ କହୁଛୁ କଣ ସିମ୍ବଲ ଯୋଉ ପ୍ରତୀକ ରହିଛି କାହାର ନା ଧ୍ୱନିର ପ୍ରତୀକ କଣ ନା ଶବ୍ଦ ସରି ଅକ୍ଷର ଧ୍ୱନିର ପ୍ରତୀକ এই ଧ୍ୱନିର ପ୍ରତୀକ ଗୁଡିକ ହେଉଛି ବ୍ୟବସ୍ଥାରେ ସୁବ୍ୟବସ୍ଥାରେ ସଜ୍ଜିତ ଯେତେବେଳେ ସଜ୍ଜିତ କରି ରଖିଥାନ୍ତି ତାହାର ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଅର୍ଥ ପ୍ରକାଶ ପାଇଥାଏ ତାହାକୁ ଆମେ ଭାଷା କହିଥାନ୍ତି ପୁଣି କଣ କୁହାଗଲା ଏହା ମନୁଷ୍ୟର ଚିନ୍ତାଧାରା ଓ ଭାବ ବିନିମୟର ମାଧ୍ୟମ କଣ ନା ଭାଷା ମନୁଷ୍ୟ ଯାହା ଭାବିଥାଏ ତାହାକୁ ହିଁ ତ ସେ ପ୍ରକାଶ କରେ ତେଣୁ ଭାଷା ହେଉଛି କଣ ନା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଆଉ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ ଏବଂ ଭାଷା ହେଉଛି ମନୁଷ୍ୟର ଚିନ୍ତାଧାରା ଓ ଭାବ ବିନିମୟର ମାଧ୍ୟମ ଯାହାକୁ ଆମେ କହୁଛେ କଣ ନା ଭାଷା ହେଉଛି ହ୍ୟୁମାନ କମ୍ୟୁନିକେସନ ତେବେ ତାପରେ ଭାଷା ଗୋଟିଏ ସାଂସ୍କୃତିକ ପରମ୍ପରାକୁ ପ୍ରତିବିମ୍ବିତ ଓ ପ୍ରଭାବିତ କରିଥାଏ କିଭଳି ପ୍ରଭାବିତ କଲା ନା ଗୋଟେ ସାଂସ୍କୃତିକ ପରମ୍ପରା ରହିଛି ସଂସ୍କୃତି ରହିଛି ଗୋଟେ ସମାଜ ଅଛି ସମାଜର ଗୋଟେ ସଂସ୍କୃତି ଅଛି ଆଉ ସେ ସଂସ୍କୃତିର ପରମ୍ପରାକୁ ପ୍ରତିବିମ୍ବିତ କରିଥାଏ ଏବଂ ତାହାକୁ ମଧ୍ୟ ପ୍ରଭାବିତ କରିଥାଏ ତାହାର ଡେଭଲପମେଣ୍ଟ ଦିଗରେ ତାର ଉନ୍ନତି ଦିଗରେ ମଧ୍ୟ ନିଶ୍ଚିତ ଭାବରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଏହି ଭାଷା ଭାଷାକୁ ଅନୁକରଣ ଦ୍ୱାରା ଶିକ୍ଷା ଲାଭ କରାଯାଏ ପୂର୍ବରୁ କହିଲି ୟା ପୂର୍ବରୁ ଯେତେବେଳେ ମୁଁ କହୁଥିଲି ଯେ ଭାଷାର ସ୍ୱରୂପ ଯେତେବେଳେ କହୁଥିଲି ସେତେବେଳେ ଭାଷା କହୁଥିଲି କଣ ନା ଭାଷା ଅନୁକରଣ ଦ୍ୱାରା କଣ ହୁଏ ନା ଶିକ୍ଷା ଲାଭ କରାଯାଏ ଭାଷାକୁ ଅନୁକରଣ କଲେ ହିଁ ତାହା ଶିକ୍ଷା ଲାଭ ହୁଏ ସେଭଳି ଶେଷରେ ଆଉ ଗୋଟିଏ କଣ ଭାଷା ଏକ ସାମାଜିକ ସମ୍ପତ୍ତି ଭାଷା କାହାରି ଜଣକର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଭାଷା ସବୁବେଳେ କଣ ନା ସାମାଜିକ ସମ୍ପତ୍ତି ଭାଷା ହେଉଛି ସମାଜର ଭାଷା କେଉଁ ବ୍ୟକ୍ତିର ନୁହଁ
ଭାଷା ଗୋଟିଏ ସମାଜ ଦ୍ୱାରା ଗ୍ରହଣୀୟ ହେଲେ ହିଁ ତାହା ଭାଷା ପଦବାଚ୍ୟ ହୋଇଥାଏ। ସେଥିପାଇଁ ଭାଷା ହେଉଛି କଣ ନା ଗୋଟିଏ ସାମାଜିକ ସମ୍ପତ୍ତି। ଏବଂ ଅ ପୂର୍ବରୁ ମଧ୍ୟ କହିଛି ଏହା ହେଉଛି କଣ ନା ମୁକ୍ତ, ପ୍ରସାରଣଶୀଳ, ବିବର୍ତ୍ତନଶୀଳ। ଏହା ସହଜାତ ନୁହେଁ, ପରମ୍ପରା ଅନୁପ୍ରେରିତ। ଏହା ସଂରଚନାତ୍ମକ ଜଟିଳ। ସେଇଭଳି ଭାବରେ ଏହା ବକ୍ତା ଆଉ ବକ୍ତା ମାନଙ୍କର ଚିନ୍ତାଧାରାକୁ ଶ୍ରୋତା ଆଉ ଶ୍ରୋତା ମାନଙ୍କ ନିକଟରେ ପହଞ୍ଚାଇ ଦିଏ। ତେଣୁ ଏହା ହେଉଛି କଣ ଭାଷା ହେଉଛି ଆମର ଚିନ୍ତାଧାରାର ଯେଉଁ ଭାବ ବା ଚିନ୍ତାଧାରା ତାହାର ହେଉଛି ଗୋଟିଏ ମାଧ୍ୟମ। ତାପରେ ଆମେ ଦେଖିବା କଣ ନା ଭାଷା କେତେ ପ୍ରକାର। ଭାଷା ହେଉଛି ଦି ପ୍ରକାର। ଗୋଟିଏ ହେଉଛି କଣ ନା ଲିଖିତ ଭାଷା, ଗୋଟେ ହେଉଛି କଥିତ ଭାଷା। ଲିଖିତ ଭାଷା କଣ ନା ଯାହା ଆମେ ଲେଖିଥାଉ, ଯାହା ଲେଖାଯାଏ। ଲିଖିତ ଭାଷା କଣ ହେଇପାରେ ନା ନିଶ୍ଚିତ ଭାବରେ ତାହାକୁ ଆମେ ମାନକ ଭାଷା କହିବା। ଭାଷାର ମାନକ ଭାଷା ତାହାକୁ ଆମେ କହିବା। ଏବଂ ଲିଖିତ ଭାଷା ଆଉ ଗୋଟିଏ ରହିଛି କଥିତ ଭାଷା। କଥିତ ଭାଷା ବିଭିନ୍ନ ପ୍ରକାର ହୋଇପାରେ। ସ୍ଥାନ, କାଳ, ପାତ୍ର ଅନୁସାରେ ତାହା ମାନେ ତାହା ପରିବର୍ତ୍ତନଶୀଳ ମଧ୍ୟ ହୋଇପାରେ। କେମିତି ପରିବର୍ତ୍ତନ ହବ? ପୂର୍ବରୁ ମଧ୍ୟ କହିଲି, ଧର ଆମେ ପୂର୍ବ ଓଡ଼ିଶାରେ ଅଛେ, ଆମେ ଦକ୍ଷିଣ ଓଡ଼ିଶାକୁ ଯିବା ବା ଦକ୍ଷିଣ ଭାରତକୁ ଯିବା, ଭାଷା ପରିବର୍ତ୍ତନ ହେଉଛି। ଓଡ଼ିଆ ଭାଷା କଥା ଆମେ ଯଦି ଦେଖିବା, ଆମେ ବ୍ରହ୍ମପୁରରେ ଅଛେ, ଯେଉଁ ପ୍ରକାରର ଭାଷାର ବ୍ୟବହାର ହେଉଛି, ଆମେ ବାଲେଶ୍ୱରକୁ ପଳେଇ ଆସିବା, ସେଇ ପ୍ରକାର ଭାଷା ନାହିଁ। ବାଲେଶ୍ୱରରେ ବଙ୍ଗାଳୀ ମାନଙ୍କର ଯେଉଁ ପ୍ରଭାବ ରହିଛି ଭାଷା ଉପରେ, ଓଡ଼ିଆ ଭାଷା ଉପରେ ବଙ୍ଗାଳୀ ଭାଷାର, ସେଇ ପ୍ରକାର ରୂପ ଆମେ ଦେଖିବାକୁ ପାଇଛେ। ସେଇଭଳି ଭାବରେ ଯଦି ଆମେ ଆନ୍ଧ୍ରପ୍ରଦେଶର ପ୍ରଭାବ ରହିଛି ବ୍ରହ୍ମପୁରରେ, ଯେହେତୁ ସେଇ ପ୍ରକାର ଭାଷା ବ୍ରହ୍ମପୁରରେ ଦେଖିବାକୁ ମିଳିବା। ତେଣୁ ଭାଷା କେବେ ହେଲେ କଥିତ ଭାଷା ସମାନ ହୋଇପାରିବ ନାହିଁ, କିନ୍ତୁ ଲିଖିତ ଭାଷା ସବୁବେଳେ ସମାନ ହେବ। କାହିଁକି ନା ଲିଖିତ ଭାଷା ହେଉଛି ମାନକ ଭାଷା। ତେବେ ଭାଷା କିଭଳି ଶ୍ରୋତା ପାଖରେ ପହଞ୍ଚେ ନା ଭାଷା ନିର୍ଦ୍ଦିଷ୍ଟ ଭାବରେ କିଛିଟା ବାଟ ଦେଇକି ଶ୍ରୋତା ପାଖରେ ପହଞ୍ଚେ। ପୂର୍ବରୁ କହିଛି ଯେ ଦି ଜଣ ଥାନ୍ତି, ଜଣେ ହେଉଛନ୍ତି ବକ୍ତା ପକ୍ଷ, ଜଣେ ହେଉଛନ୍ତି ଶ୍ରୋତା ପକ୍ଷ। ବକ୍ତା ପକ୍ଷ କିଏ ନା ଯିଏ କହିବ, ଶ୍ରୋତା ପକ୍ଷ କିଏ ନା ଯିଏ ଶୁଣିବ। ତେବେ ବକ୍ତା ପକ୍ଷ ଯେତେବେଳେ କହୁଥାଏ, ବକ୍ତାର ଚେତନା, ତାପରେ ବକ୍ତା ଭାଷାକୁ ଚୟନ କରିବ, ତାପରେ ବକ୍ତା ଶବ୍ଦ ଚୟନ କରିବ, ବକ୍ତା ରୂପ ଚେତନା ଦବ, ବାକ୍ୟ ରଚନା କରିବ, ମାଧ୍ୟମ ଚୟନ କରିବ, ଧ୍ୱନି ଉଚ୍ଚାରଣ କରିବ, ଧ୍ୱନି ଶ୍ରବଣ କରିବ, ଚେତନା, ତାପରେ ଯାଇକି ଚେତନା ପୁଣି ତାହା ଶ୍ରୋତା ପାଖରେ ପହଞ୍ଚିଲା। ପୁଣି ଯେତେବେଳେ ଶ୍ରୋତା ପକ୍ଷ ଶୁଣି ସାରିବ, ଶ୍ରୋତା ପକ୍ଷ ଯେତେବେଳେ ବକ୍ତା ଭାବରେ ନିଜର ମତ ଦବ, ଯେତେବେଳେ ସିଏ ବକ୍ତା ହେବ, ସେତେବେଳେ ପୁଣି ଏଇଟା ରିଭର୍ସ ହବ। ବକ୍ତା ଚେତନା, ଭାଷା ଚୟନ, ଶବ୍ଦ ଚୟନ, ରୂପ ରଚନା, ବାକ୍ୟ ରଚନା, ମାଧ୍ୟମ ଚୟନ, ଧ୍ୱନି ଉଚ୍ଚାରଣ, ଧ୍ୱନି ଶ୍ରବଣ, ଚେତନା, ଏଇଭଳି ଭାବରେ ଭାଷା ଶ୍ରୋତା ପାଖରେ ଯାଇକି ପହଞ୍ଚିଥାଏ। ଭାଷାର ପ୍ରକୃତି ଆଉ ପ୍ରବୃତ୍ତି କଣ? ଭାଷା କାହାର ପୈତୃକ ସମ୍ପତ୍ତି ନୁହେଁ। ଭାଷା କାହାରି ମଧ୍ୟ ପୈତୃକ ସମ୍ପତ୍ତି ହୋଇପାରିବ ନାହିଁ। କାହିଁକି ନା ଯିଏ ବି ହେଇପାରେ, ଯେକୌଣସି ଅନ୍ୟାନ୍ୟ ପାର୍ଥିବ ସମ୍ପତ୍ତି ଯେଭଳି ଭାବରେ ପିତା ଠାରୁ ପୁତ୍ରକୁ ମିଳିଥାଏ, ମାତା ଠାରୁ ତା ପୁତ୍ରକୁ ମିଳିଥାଏ, କନ୍ୟାକୁ ମିଳିଥାଏ, ଭାଷାକୁ ସେଇଭଳି ଭାବରେ ପ୍ରାପ୍ତ କରିହେବ ନାହିଁ। ଯଦି ଓଡ଼ିଆ ଶିଶୁ ଲଣ୍ଡନରେ ବଢିଥାଏ, ଯଦି ଓଡ଼ିଆ ଶିଶୁ ମହାରାଷ୍ଟ୍ରରେ ବଢିଥାଏ, ଯଦି ଓଡ଼ିଆ ଶିଶୁ ଆମର ଆମେରିକାରେ ବଢିଥାଏ, ତେବେ ତାହାର ନିଶ୍ଚିତ ଭାବରେ ଭାଷାର ପରିବର୍ତ୍ତନ ହବ। ସେ କେବେ ହେଲେ ଓଡ଼ିଆ, ହୁଏତ ମା ବାପାଙ୍କ ପ୍ରବାହରେ ସାମାନ୍ୟତମ ଓଡ଼ିଆ କହିପାରେ, କିନ୍ତୁ ତା ସମାଜରେ, ଯେହେତୁ ଯୋଉ ସମାଜରେ ସେ ରହୁଛି, ସେଇ ସମାଜରେ ଯେଉଁ ଭାଷା ପ୍ରଚଳନ ଥିବ, ସେଇ ଭାଷାକୁ ସେ ଗ୍ରହଣ କରିବ। ଯଦି ଇଂଲଣ୍ଡରେ ଜନ୍ମ ହେଲା, ଇଂରାଜୀ ଭାଷା, ଇଂଲଣ୍ଡର ଇଂରାଜୀ।
ଯଦି ଆମେରିକାରେ ଜନ୍ମ ହେଲା ଆମେରିକାନ ଇଂରାଜୀ, ସେଇଭଳି ଭାବରେ ଯଦି ସେ ମହାରାଷ୍ଟ୍ରରେ ଜନ୍ମ ହେଲା ମହାରାଷ୍ଟ୍ର ଭାଷା ବା ମରାଠୀ ଭାଷା ଶିଖିବା ବେଳେ ଯଦି ସେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରେ ଜନ୍ମ ହୁଏ ଓଡ଼ିଶାର ଯେଉଁ ସ୍ଥାନରେ ପୁଣି ଜନ୍ମ ହେବ ନିର୍ଦ୍ଦିଷ୍ଟ ଭାବରେ ସେଇ ସ୍ଥାନର ଭାଷାକୁ ସେ କଣ କରିବ ନା ଶିଖିବ। ଏବଂ ଯଦି କେବେ ଶିଖିବ ନା ପୁରା ଶୈଶବ ଅବସ୍ଥାରୁ, ବଡ ହେଲା ପରେ ତାହାର ଆଉ କୌଣସି ମୂଲ୍ୟ ନଥାଏ। ବଡ ହେଲା ପରେ ତ ସମସ୍ତେ ଶିଖିପାରିବେ, କିନ୍ତୁ ଶୈଶବ ଅବସ୍ଥାରୁ ଯିଏ ଶିଖିଥାଏ ମୂଳରୁ ଯେଉଁ ଯେଉଁ ଜିନିଷ ସବୁ ଶିଖି ଶିଖି ଆସିଥାଏ ତାହାକୁ ଆମେ ଏଠି ନେଇଛେ। ତାପରେ ଦେଖିବା କଣ ଦ୍ୱିତୀୟରେ ହଉଛି ଭାଷା ହେଉଛି ଅର୍ଜିତ ସମ୍ପତ୍ତି। ଭାଷା ଅର୍ଜିତ ସମ୍ପତ୍ତି। ଭାଷା ମଣିଷ ଆଉ ଶିଶୁର ଦେହ ସହିତ ଜନ୍ମରୁ ମାତୃଗର୍ଭରୁ ଆସେ ନାହିଁ। ଭାଷା ଆସେ କେଉଁଠୁ ନା ସମାଜରୁ, ପାରିପାର୍ଶ୍ୱିକ ବାତାବରଣରୁ, ଆତ୍ମୀୟ ବନ୍ଧୁବାନ୍ଧବ ସହଯୋଗୀ ସାଥୀମାନଙ୍କ ଠାରୁ ଶିଖିଥାଏ। ଯେହେତୁ ନିଜ ନିଜର ଯୋଗ୍ୟତା ପ୍ରତିଭା ଅନୁଯାୟୀ ମଣିଷ ଶୈଶବରୁ ଭାଷା ଅର୍ଜନ କରିଥାଏ। ଭାଷାକୁ କେବେ ହେଲେ ଆମକୁ ଅର୍ଜନ କରିବାକୁ ପଡିବ। ବୁଝିହେଲା? ଆଗକୁ ଯିବା। ତାପରେ ଆସୁଛି କଣ ନା ଭାଷା ଆଦ୍ୟନ୍ତ ଏକ ସାମାଜିକ ବସ୍ତୁ। କିଭଳି ଭାବରେ ସାମାଜିକ ବସ୍ତୁ ହେଲା ନା ମଣିଷ ସମାଜରେ ପଢେ, ସେଇ ସମାଜରୁ ହିଁ ଭାଷା ଶିକ୍ଷା କରେ। ସେ ସମାଜର ବେଶଭୂଷା, ଚାଲିଚଳନ, ରଙ୍ଗଢଙ୍ଗ, ଖାଦ୍ୟପେୟ, ହାବଭାବ ଶିକ୍ଷା ଲାଭ କରେ। କୋଉଠୁ ଶିକ୍ଷା ଲାଭ କରେ? ସମାଜରୁ। ଏଠି ସମାଜ ହଉଛି କଣ ନା ତାର ମା ସଦୃଶ। ସେଇ ଶିଶୁର ଯେଭଳି ଭାବରେ ନିକଟ ସମ୍ପର୍କରେ ଆସୁଥିବା ଯେକୌଣସି ବ୍ୟକ୍ତି ବା ବ୍ୟକ୍ତି ବିଶେଷ ଶିଶୁକୁ ଯାହା ଶିକ୍ଷା ଦେଇଥାଏ ତାହା ଶିଶୁ କଣ କରିଥାଏ ନା ତାହାକୁ ଗ୍ରହଣ କରିଥାଏ। ପ୍ରତିଦିନ କିଛି ନା କିଛି ସେ ନୂଆ କଥା ତାର ଗୁରୁଜନ ମାନଙ୍କ ଠାରୁ ଗ୍ରହଣ କରେ ଏବଂ ସେ ସବୁର ସେ ବ୍ୟବହାର ମଧ୍ୟ କରିଥାଏ। ତେଣୁ ଭାଷା ହେଉଛି ଗୋଟିଏ ସାମାଜିକ ବସ୍ତୁ, ଯେହେତୁ ବ୍ୟକ୍ତିବର୍ଗଙ୍କ ଦ୍ୱାରା, ସମାଜ ବର୍ଗଙ୍କ ଦ୍ୱାରା ତାହା ସୃଷ୍ଟ। ଭାଷା ପରମ୍ପରାଗତ ଏବଂ ଏହାର ସ୍ରଷ୍ଟା ବ୍ୟକ୍ତି ନୁହେଁ ସମାଜ। ପୂର୍ବରୁ କହିଛି ମଧ୍ୟ ଭାଷା ପରମ୍ପରା କ୍ରମେ ପ୍ରଚଳିତ ହୋଇଥାଏ। ତାହାକୁ ଆମେ କୌଣସି ବ୍ୟକ୍ତି ପାଖରେ ସୀମିତ ଆମେ ରଖିପାରିବା ନାହିଁ। ତାହା ହେଉଛି ସମାଜର। ଅନୁକରଣ ଦ୍ୱାରା ଅର୍ଜନ। କଣ ଅନୁକରଣ ହେଲେ ନା ଭାଷାକୁ ଅନୁକରଣ କରାଯାଏ। ପୂର୍ବରୁ କହିଲି ଯେ ଶିଶୁ ଯେଭଳି ଭାବରେ ଭାଷା ସମାଜରୁ ଶିକ୍ଷା ଲାଭ କରେ, ଏହାକୁ ଅର୍ଜନ କରିବା ସମ୍ଭବ ହୁଏ କିପରି ନା ଅନୁକରଣ ଏବଂ ବ୍ୟବହାର ଦ୍ୱାରା। ବୁଝିହେଲା? ଆଗକୁ ଯିବା। ଭାଷା ହେଉଛି ପରିବର୍ତ୍ତନ। ଭାଷା ସବୁବେଳେ ପରିବର୍ତ୍ତନ ହୋଇଥାଏ। ଭାଷା ହେଉଛି କଣ ନା ଭାଷା ହେଉଛି ପରିବର୍ତ୍ତନଶୀଳ। ଭାଷା ସବୁବେଳେ ପରିବର୍ତ୍ତନ ହୋଇଥାଏ। ଭାଷା କେବେ ହେଲେ ଯେଭଳି ଭାବରେ ଚଞ୍ଚଳା ବା ଲକ୍ଷ୍ମୀ କେବେ କୋଉଠି ସ୍ଥିର ରହିପାରନ୍ତି ନାହିଁ, ଭାଷା ମଧ୍ୟ କେବେ ହେଲେ ସ୍ଥିର ରହିପାରେ ନାହିଁ। ସେ ସବୁବେଳେ ପରିବର୍ତ୍ତନ ହୋଇଥାଏ। ଭାଷାର ଅନ୍ତିମ ପରିଣତି ନାହିଁ। ଭାଷା କେବେ ହେଲେ କୋଉଠି ଆମେ ଭାଷାକୁ କହିଦବା ଯେ ଏଇଟା ଲାଷ୍ଟ, ତାହା ହେଇପାରିବ ନାହିଁ। ଭାଷାର ସଦା ସର୍ବଦା ନିର୍ଦ୍ଦିଷ୍ଟ ଭାବରେ ଚୂଡ଼ାନ୍ତ ରୂପ କେବେ ହେଲେ ଆମେ ଦେଇପାରିବା ନାହିଁ ବା ଅନ୍ତିମ ରୂପ ଆମେ ଦେଇପାରିବା ନାହିଁ। ଭାଷା ସବୁବେଳେ ପରିବର୍ତ୍ତନଶୀଳ। ଭାଷାର ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ରହିଛି। ହଁ, ଆମେ ଓଡ଼ିଶାରେ ଯେଉଁ ଭାଷା ବ୍ୟବହାର କରୁଛେ ଆନ୍ଧ୍ରପ୍ରଦେଶରେ ତାହା ବ୍ୟବହାର ହେଉନି। ତେବେ ଓଡ଼ିଶାର ଭୌଗୋଳିକ ସୀମା ଅଲଗା, ଆନ୍ଧ୍ରପ୍ରଦେଶର ଭୌଗୋଳିକ ସୀମା ଅଲଗା, ମଧ୍ୟପ୍ରଦେଶର ଭୌଗୋଳିକ ସୀମା ଅଲଗା, ଜାମ୍ମୁ କାଶ୍ମୀରର ଭୌଗୋଳିକ ସୀମା ଅଲଗା। ଯେ ଭୌଗୋଳିକ ସୀମା ଅନୁଯାୟୀ ଭାଷାର ଭୌଗୋଳିକତା ରହିଛି। ସେଭଳି ଭାବରେ ଐତିହାସିକ ସୀମା ମଧ୍ୟ ରହିଛି। ଇତିହାସ ଆଧାରରେ ଯେଉଁଠି ଯେଉଁଠି ଯେଉଁ ଭାଷା ବ୍ୟବହାର କରାଯାଇଥାଏ ତାହାର ମଧ୍ୟ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ସୀମା ରହିଛି। ପୁଣି ଗଠନ ପ୍ରଣାଳୀ ସ୍ୱତନ୍ତ୍ର। ଭାଷାର କିଭଳି ଭାବରେ ଗଠନ ପ୍ରଣାଳୀ ସ୍ୱତନ୍ତ୍ର ହେଲା ନା ଭାଷା ହେଉଛି ଯେଉଁ ଷ୍ଟ୍ରକ୍ଚର ବା ସଂରଚନା
ବା ଗଠନ ପ୍ରଣାଳୀ ସ୍ୱତନ୍ତ୍ର କାହିଁକି? ନା ଭାଷାର ଧ୍ୱନି, ଶବ୍ଦ ସମ୍ଭାର, ଶବ୍ଦ ରୂପ, ଧାତୁ ରୂପ, ବାକ୍ୟ ତତ୍ତ୍ୱ, ଅର୍ଥ ତତ୍ତ୍ୱ ଏ ସବୁ ପରିମାଣରେ ପାର୍ଥକ୍ୟ ରହିଛି। ସେଥିପାଇଁ ଭାଷା ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଏହାର ସ୍ୱତନ୍ତ୍ର ନିୟମ ଯେହେତୁ ରହିଛି, ଏହି ପାର୍ଥକ୍ୟ ଯେହେତୁ ରହିଛି, ସ୍ୱତନ୍ତ୍ରତା ଯେହେତୁ ରହିଛି, ସ୍ୱତନ୍ତ୍ର ସତ୍ତା ସମ୍ପର୍କରେ ତାହା ଆମକୁ ପରିଚୟ ଦେଇଥାଏ। ସେଥିପାଇଁ ଗଠନ ପ୍ରଣାଳୀ ସ୍ୱତନ୍ତ୍ରତା ରହିଛି। କଠିନତାରୁ ସରଳତା ଆଡ଼କୁ ଗତି। ଭାଷା କେବେ ହେଲେ କଠିନ ହୋଇ ନପାରେ। ଭାଷା ସବୁବେଳେ ସହଜ ଆଡ଼କୁ ଗତି କରିଥାଏ। ଯେଭଳି ଭାବରେ ଆମର ପରିବର୍ତ୍ତନ ହଉଛି ଭାଷା। ବିଦ୍ୟାଧର ଗୋଟେ ଜାଗା ବା ଜଣକ ନାଁ ବିଦ୍ୟାଧର। ବିଦ୍ୟାଧରରୁ ଆମେ କୌଣସି ଜାଗାରେ ବା ତାର ବନ୍ଧୁବାନ୍ଧବ ଦ୍ୱାରା ବା କୌଣସି ସାଙ୍ଗସାଥି ଦ୍ୱାରା ବିଦ୍ୟାଧରକୁ ତା ନାଁ ପରିବର୍ତ୍ତନ କରିଦେଇକି ବିଦ୍ୟା କରିଦେଲେ। ବିଦ୍ୟା ପୁଣି କଣ ହେଲା? ନା କେ ଜଣ ପୁଣି ଥିବେ ନା ବିଦ୍ୟା କଣ ଗୋଟେ ଡାକିବା, ଆମେ ତାକୁ ବିଦ ବୋଲି ଡାକିବା ବା ବିଦ୍ୟା ବୋଲି ଡାକିବା। ଏଇଭଳି ଭାବରେ ଭାଷା ଧୀରେ ଧୀରେ ପରିବର୍ତ୍ତନ ହୋଇଥାଏ। ସ୍ଥୂଳତାରୁ ସୂକ୍ଷ୍ମତା ଆଡ଼କୁ ଗତି। ଭାଷା ଯେତିକି ପ୍ରୌଢ଼ ହୁଏ, ବିଚାରଧାରାକୁ ଗଭୀର ଭାବରେ ବ୍ୟକ୍ତ କରିବା ଲାଗି ସେତିକି ସ୍ଥୂଳରୁ ସୂକ୍ଷ୍ମ ହୁଏ। ଭାଷାର ବିକାଶ ସାଧନ ସଙ୍ଗେ ସଙ୍ଗେ ଏହା ସାହିତ୍ୟିକ, ଦାର୍ଶନିକ, ବୈଜ୍ଞାନିକ ସୂକ୍ଷ୍ମ ତତ୍ତ୍ୱ ଗୁଡ଼ିକୁ ଅଭିବ୍ୟକ୍ତ କରିବା ପାଇଁ ସାମର୍ଥ୍ୟ ଅର୍ଜନ କରିଥାଏ। ଏହାର ଶାସ୍ତ୍ରୀୟ ଏବଂ ପାରିଭାଷିକ ଶବ୍ଦର ସମୃଦ୍ଧି ଭାଷାକୁ ପରିପକ୍ୱ ଓ ଶକ୍ତିଶାଳୀ କରିଥାଏ। ପରେ ଆଉ କଣ ରହିଛି? ନା ସଂଯୋଗାତ୍ମକରୁ ବିଯୋଗାତ୍ମକ ଆଡ଼କୁ ଗତି। ପ୍ରଥମେ ଯେଭଳି ଭାବରେ ସଂସ୍କୃତରେ କଣ? ନା ପଠତି ଏ ସଂଯୋଗ ଅବସ୍ଥା, ପଢୁଅଛି ବିଯୋଗ ଅବସ୍ଥା, ରାମେଣ ସଂଯୋଗ ଅବସ୍ଥା, ରାମ ଦ୍ୱାରା ବିଯୋଗ ଅବସ୍ଥା, ରାମାୟ ସଂଯୋଗ ଅବସ୍ଥା, ରାମ ପାଇଁ ବିଯୋଗ ଅବସ୍ଥା। ଦୁଇଟିର ଅର୍ଥ ସମାନ, କିନ୍ତୁ ତାହାର ବ୍ୟବହାରକୁ ଦେଖି ଭାଷାବିତ୍ ମାନେ ଭାଷାର ଆନାଲିଟିକ ବା ଭାଷା ବିୟୋଗାତ୍ମକ ଅବସ୍ଥାରୁ ସଂଯୋଗାତ୍ମକ ଅବସ୍ଥାକୁ ଗତି କରିଥାଏ। କାହାରି କାହାରି ମତରେ ଦୁଇବିଧ ଅବସ୍ଥା ମଧ୍ୟ ପ୍ରଚଳିତ ହୋଇଥାଏ। ତାପରେ ଦେଖିବା କଣ? ନା ଭାଷାର ପ୍ରାମାଣିକ ରୂପ କଣ? ଭାଷାର ପ୍ରାମାଣିକ ରୂପ କଣ? ନା ନିର୍ଦ୍ଦିଷ୍ଟ ଭାବରେ ଭାଷା କେଉଁଠି ନା କେଉଁଠି ପ୍ରଚଳିତ ଥିବ, ତାହାର ଗୋଟିଏ ପ୍ରାମାଣିକ ରୂପ ଥିବ। ସେ ରୂପଟା କିଭଳି? ନା ଯେଉଁଠି ଯେଉଁ ପ୍ରକାର ଭାଷାର ପ୍ରଚଳନ କରାଯାଇଛି ତାହାର ଗୋଟିଏ ନିର୍ଦ୍ଦିଷ୍ଟ ରୂପ ରହିଛି। ସେଇ ରୂପକୁ କୁହାଯାଏ କଣ? ନା ଭାଷାର ପ୍ରାମାଣିକ ରୂପ। ଆଉ ଗୋଟିଏ ରହିଛି କଣ? ଭାଷା କେବଳ ବିଚାରର ଅଭିବ୍ୟକ୍ତି ନୁହେଁ, ବିଚାର କରିବାର ସାଧନ। ଠିକ ଅଛି, ଆମେ ଆସନ୍ତା କାଲି କ୍ଲାସରେ ଯେହେତୁ ଭାଷାର ଲକ୍ଷଣ ଗୁଡାକ ଆଲୋଚନା କରିଛେ, ଭାଷାର ବିଭିନ୍ନ ରୂପ ସମ୍ପର୍କରେ ଆଲୋଚନା କରିବା। ଇତିହାସ ଆଧାରିତ ରୂପ, ଭୂଗୋଳ ଆଧାରିତ, ପ୍ରୟୋଗ ଆଧାରିତ, ନିର୍ମାତା ଆଧାରିତ, ଅନ୍ୟ ଆହୁରି ଯେଉଁ ଯେଉଁ ଆଧାରିତ ରୂପ ଗୁଡାକ ରହିଛି ସବୁ ରୂପ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା। ଧନ୍ୟବାଦ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ।